ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ତେବେ ଆଜିଠାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଜାତୀୟ କନ୍ୟା ସନ୍ତାନ ଦିବସ 2026କୁ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ 6 ମାସରୁ 3 ବର୍ଷ ବୟସର ଶିଶୁଙ୍କ ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ। ରାଜ୍ୟରେ 25ଟି ଜିଲ୍ଲାରେ 168ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବରେ କାର୍ଯ୍ୟକ୍ଷମ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଶିଶୁ ସୁରକ୍ଷା, ପୁଷ୍ଟିସାରଯୁକ୍ତ ଖାଦ୍ୟ, ନିରାପଦ ଶୋଇବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟିକାକରଣ ସହାୟତା ସମେତ ସେବା ପ୍ରଦାନ କରାଯିବ। ଅନ୍ତେବାସୀ ପିଲାଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦ୍ଘାଟନ କରାଯାଇଛି। ଏହାସହ ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ 2ଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ସୁବିଧାଗୁଡ଼ିକୁ ଶିଶୁର ଯତ୍ନ ପ୍ରତିଷ୍ଠାନ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟିଏ ଛାତ ତଳେ ଏକାଠି କରିବ। ତ ସେହିପରି କର୍ମଜୀବୀ ମହିଳାମାନଙ୍କ ପାଇଁ ସୁବିଧା ପାଇଁ ମହିଳା ଅଙ୍ଗନବାଡ଼ି କ୍ରେଚ୍ ଯୋଜନା ଆରମ୍ଭ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60.40 ମୂଲ୍ୟ ବଣ୍ଟନ ଅନୁପାତରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ 6 ମାସରୁ 3 ବର୍ଷ ବୟସର ଶିଶୁଙ୍କୁ ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରର କ୍ରେଚ୍ ପରିଚାଳନା କରାଯିବ।